ଫିକା ପଡ଼ିଲା ରୋହିତ ଶର୍ମାଙ୍କ ଶତକ, ବାରି ପଡ଼ିଲେ ପଥିରଣା। ଚେନ୍ନାଇ ସୁପର କିଙ୍ଗସ୍ ଠାରୁ 20 ରନ୍ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ। ହଁ ଦର୍ଶକ ବନ୍ଧୁ, ହିଟମ୍ୟାନ୍ ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ ବିଫଳ ହୋଇଯାଇଛି। ଘରୋଇ ପଡ଼ିଆରେ ଚେନ୍ନାଇ ସୁପର କିଙ୍ଗସ୍ ଠାରୁ 20 ରନ୍ରେ ପରାଜିତ ହେଲା ମୁମ୍ବାଇ ଇଣ୍ଡିଆନ୍ସ। ନିର୍ଦ୍ଧାରିତ 20 ଓଭର ସିଏସ୍କେର 204 ରନ୍ର ଟାର୍ଗେଟକୁ ପିଛା କରି 186 ରନ୍ରେ ସୀମିତ ରହିଛି ଦଳ। ବିଦାୟୀ ଅଧିନାୟକ ରୋହିତ ଶର୍ମାଙ୍କ 105 ରନ୍ର ଇନିଂସ ଏବଂ ମହମ୍ମଦ ନବୀ 4 ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ଦଳକୁ ଜିତାଇ ପାରିନାହାନ୍ତି। ଅନ୍ୟମାନଙ୍କ ମଧ୍ୟରେ ତିଳକ ବର୍ମା 31 ରନ୍, ଇଶାନ କିଶାନ 23 ରନ୍ ଏବଂ ଟିମ୍ ଡେଭିଡ୍ 13 ରନ୍ କରିଥିବା ବେଳେ ଖାତା ଖୋଲି ପାରିନାହାନ୍ତି ସୂର୍ଯ୍ୟକୁମାର ଯାଦବ। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 206 ରନ୍ ସଂଗ୍ରହ କରିଥିଲା। ଶେଷ ଓଭରରେ ଦେଖିବାକୁ ମିଳିଥିଲା ଯେ ମହେନ୍ଦ୍ର ସିଂହ ଧୋନିର ଜଲୱା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶେଷ ଓଭରରେ 4ଟି ବଲ୍ରୁ ହ୍ୟାଟ୍ରିକ୍ ଛକା ମାରି 20 ରନ୍ ସଂଗ୍ରହ କରିଥିଲେ ଧୋନି, ଯାହା ମହେନ୍ଦ୍ର ସିଂହ ଧୋନିଙ୍କର ଫ୍ୟାନ୍ସମାନେ ବହୁତ ଖୁସିରେ ଦେଖିବାକୁ ମିଳିଥିଲା। ଏତେ ବୟସ୍କ ବୟସରେ ମଧ୍ୟ ଧୋନିଙ୍କ ପାୱାର କମିନାହିଁ ବୋଲି ଫ୍ୟାନ୍ସମାନେ କହିଛନ୍ତି। ଧୋନିଙ୍କର ହ୍ୟାଟ୍ରିକ୍ ଛକା ମାରିବାର ଦେଖି ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ସମାନେ ଚକିତ ହୋଇଯାଇଥିଲେ। ଚ୍ୟାନେଲଟିକୁ ପ୍ରଥମଥର ଆସିଥିବେ ତେବେ ସବସ୍କ୍ରାଇବ୍ କରିବେ, ଯାହାଦ୍ୱାରା ଏପରି ଲାଟେଷ୍ଟ ଖବର ଆମ ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଦେଖିପାରିବେ। ନମସ୍କାର, MK ଓଡ଼ିଶା TV।